ଏମିତି ସବୁଦିନ ଆମ ଚ୍ୟାନେଲରେ ରାଶିଫଳ ଦେଖିବା ପାଇଁ ଏହି ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆପଣ ଆପଣଙ୍କ ନିଜ ଜୀବନର ଗ୍ରହ ଏବଂ ନକ୍ଷତ୍ର ବିଷୟରେ ସଦାସର୍ବଦା ଅପଡେଟ୍ ରହିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଆପଣମାନଙ୍କ ଏହି ସେପ୍ଟେମ୍ବର 2025 ମାସ ପାଇଁ ସିଂହ ରାଶି କିପରି ରହିବ ଆମେ ଆଲୋଚନା କରିବା। ସିଂହ ରାଶି ହେଉଛନ୍ତି ରାଶି ଚକ୍ରର ପଞ୍ଚମ ରାଶି। ଏହି ରାଶିର ଅଧିପତି ହେଉଛନ୍ତି ରବି ମହାଗ୍ରହ। ରବି ମହାଗ୍ରହ ହେଉଛନ୍ତି ଆମର ସୂର୍ଯ୍ୟ ନାରାୟଣ। ଏହି ରାଶିର ଘାତ ଚନ୍ଦ୍ର ହେଉଛନ୍ତି ମୂଳା ନକ୍ଷତ୍ର। ଶନିବାର ହେଉଛି ଏହି ରାଶିର ଘାତବାର। ସିଂହ ରାଶି ସ୍ଥିର ଅଗ୍ନି ରାଶି, ତେଣୁ ମଙ୍ଗଳ ଗ୍ରହ ସିଂହ ରାଶି ପାଇଁ ବାଧକ ଗ୍ରହ ଅଟନ୍ତି। ଏହି ସେପ୍ଟେମ୍ବର ମାସରେ ସିଂହ ରାଶିର ଅଧିପତି ରବି ମହାଗ୍ରହ ଅଶୁଭ ଫଳ ପ୍ରଦାନ କରିବେ। ତେଣୁ ଆପଣଙ୍କୁ ଏହି ମାସରେ ଲୋକମାନଙ୍କ ଠାରୁ ଅନେକ କଟୁ କଥା ଶୁଣିବାକୁ ପଡ଼ିପାରେ ଏବଂ ଆପଣଙ୍କର ଏହି ମାସରେ ଲୋକମାନଙ୍କ ସହିତ ବହୁତ କଳହ ସୃଷ୍ଟି ହେବ। ସବୁବେଳେ ଚିଡ଼ିଚିଡ଼ାପଣ ଆପଣଙ୍କ ଠାରେ ଲାଗି ରହିବ। ବିଚାର ଶକ୍ତି ମଧ୍ୟ ଏହି ମାସରେ ଆପଣଙ୍କର କ୍ଷୀଣ ହେବ। ସେପ୍ଟେମ୍ବର 17 ତାରିଖ ପରେ କେଉଁଟା ଭଲ କେଉଁଟା ଖରାପ ସେ ବିଚାର ଶକ୍ତି ମଧ୍ୟ ଆପଣଙ୍କର ନିହାତି ଭାବରେ ହ୍ରାସ ପାଇବ। ଆପଣ ବିଚାର କରିବାର ଶକ୍ତି 17 ତାରିଖ ପରେ ପୁରା ହରାଇ ବସିବେ। ଚାଲନ୍ତୁ ଏବେ ଆମେ ଟିକେ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଧ୍ୟାନ ପକାଇବା। ଶନି ମହାଗ୍ରହ ବର୍ତ୍ତମାନ ଅଷ୍ଟମରେ ଅଛନ୍ତି, ତେଣୁ ଶନି ମହାରାଜ ଅଷ୍ଟମରେ ରହିଲେ ସିଏ ସିଂହ ରାଶିକୁ ନିଶ୍ଚିନ୍ତ ଭାବରେ ଅଶୁଭ ଫଳ ପ୍ରଦାନ କରିବେ। ତେଣୁକରି ଏହି ମାସରେ ଆପଣଙ୍କର ଶରୀରରେ ଅସୁସ୍ଥତା ପ୍ରାୟତଃ ସବୁ ସମୟରେ ଲାଗି ରହିବ। ଆପଣଙ୍କର ଚକ୍ଷୁ, ଆପଣଙ୍କର ନାସା ଏବଂ କର୍ଣ୍ଣରେ ପ୍ରାୟତଃ ପୀଡ଼ା ଯନ୍ତ୍ରଣା ଏହି ମାସରେ ହେଇପାରେ। ଏହି ମାସରେ ଆପଣଙ୍କୁ ହଠାତ୍ ଥଣ୍ଡା ଧରିବା ଏବଂ ଆଣ୍ଠୁ ଗଣ୍ଠି ଭଳି ସମସ୍ୟା ଆପଣଙ୍କର ଏହି ମାସରେ ନିଶ୍ଚିନ୍ତ ଦେଖାଦେବ। ଗୋଡ଼ ହାତ ଘୋଳା ବିନ୍ଧା ପ୍ରାୟତଃ ସବୁବେଳେ ଏହି ମାସରେ ଲାଗି ରହିବ। ଏହି ମାସରେ ବ୍ୟବସାୟ କିପରି ରହିବ ଚାଲନ୍ତୁ ଜାଣିନେବା। ଏହି ମାସରେ ଶନି ମହାଗ୍ରହଙ୍କ ପ୍ରଭାବରେ ଆପଣଙ୍କର ବ୍ୟବସାୟରେ ଆଦୌ ଉନ୍ନତି ହେବ ନାହିଁ। ଗ୍ରାହକମାନଙ୍କର ଭିଡ଼ ଆପେ ଆପେ କମିଯିବ। ଆଗ ଭଳି ଆପଣଙ୍କର ଯେଉଁଭଳି ଲାଭ ହେଉଥିଲା ସେହିଭଳି ଲାଭ ଆଉ ଜମା ହେବ ନାହିଁ। ଆପଣଙ୍କର ଏହି ମାସରେ ବ୍ୟବସାୟରେ କ୍ଷତି ହିଁ କ୍ଷତି ହେବ। ଯଦି ଆପଣ କୌଣସି ନୂଆ ବିଜନେସ୍ କରିବାକୁ ଚାହୁଁଛନ୍ତି କି କିଛି ମନି ଇନଭେଷ୍ଟ କେଉଁଠାରେ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ମାସରେ ନ କରିବାଟା ଭଲ, କାରଣ ଆପଣଙ୍କର ଏହି ମାସରେ ମୂଳଧନ ବି ବୁଡ଼ିପାରେ। ଆପଣଙ୍କୁ ଏହି ମାସରେ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଆପଣଙ୍କୁ ଏହି ମାସରେ ଆପଣ ଧାର କରଜ କରି ସବୁବେଳେ ଋଣ ଭାରରେ ବୁଡ଼ି ରହିବେ। ଆପଣଙ୍କର ଏହି ମାସରେ ବ୍ୟବସାୟରେ ମୂଳଧନ ବି ବୁଡ଼ି ଯାଇପାରେ। ଆପଣଙ୍କୁ ଏହି ମାସରେ ବ୍ୟବସାୟ କ୍ଷେତ୍ରରେ ଟିକେ ବେଶୀ ସାବଧାନ ରହିବାକୁ ପଡ଼ିବ। ବିଦ୍ୟା କ୍ଷେତ୍ରରେ ଏହି ମାସରେ ବିଦ୍ୟାର୍ଥୀଙ୍କ ମାନଙ୍କ ପାଇଁ କୌଣସି ପ୍ରକାରର ବି ଉନ୍ନତି ଘଟିବ ନାହିଁ। ଆଗରୁ ଯେହିପରି ଥିଲା ସେହିପରି ପ୍ରାୟ ସମାନ ରହିବ। ବିବାହ କ୍ଷେତ୍ରରେ 13 ତାରିଖ ପରେ ମଙ୍ଗଳ ଗ୍ରହ ଦ୍ୱିତୀୟରୁ ତୃତୀୟ ଘରକୁ ଗୋଚର କରିବେ। ଫଳରେ ଯେଉଁମାନଙ୍କର ପୂର୍ବରୁ ବିବାହରେ ବାଧା ଘଟୁଥିଲା ତାହା 13 ତାରିଖ ପରେ ସମାଧାନ ହୋଇଯିବ। ନୂଆ ପ୍ରସ୍ତାବ ଆପଣଙ୍କ ପାଇଁ ଜୁଟିବ। ଯେଉଁମାନଙ୍କର ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଛି ଝଗଡ଼ା ରହିଥିଲା ତାହା ଏହି ସେପ୍ଟେମ୍ବର 13 ତାରିଖ ପରେ ସମାଧାନ ନିଶ୍ଚିନ୍ତ ଭାବରେ ହେଇଯିବ। ସେପ୍ଟେମ୍ବର 13 ତାରିଖ ପରେ ମଙ୍ଗଳ ଗ୍ରହ ଦ୍ୱିତୀୟରୁ ତୃତୀୟକୁ ଯେହେତୁ ଗୋଚର କରିବେ, କିଛି ପରିମାଣର ସିଂହ ରାଶି ଲୋକମାନଙ୍କ ପାଇଁ ଏହା ଉନ୍ନତି କରିପାରେ, କିନ୍ତୁ ପ୍ରାୟତଃ ମାସଟି ଏହି ରାଶି ଅଶୁଭ ଫଳ ପ୍ରଦାନ କରିବ। ଏହା ଥିଲା ସେପ୍ଟେମ୍ବର ମାସର ସିଂହ ରାଶି ପାଇଁ ରାଶିଫଳ। ଯଦି ଅକ୍ଟୋବର ମାସର ରାଶିଫଳ ଅକ୍ଟୋବର ମାସ ପୂର୍ବରୁ ଆପଣ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଏହି ଚ୍ୟାନେଲଟିକୁ ଆପଣମାନେ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରି ରଖିନିଅନ୍ତୁ। ନମସ୍କାର ବନ୍ଧୁଗଣ।